ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଆମେ ଜାଣିବା ଇସୋନଫିଲିଆ ପ୍ରକୃତରେ କ'ଣ, ହେଲେ ଅସୁବିଧା କ'ଣ ଆଉ ଲୋକେ କାହିଁକି ଡରନ୍ତି। ଲୋକମାନଙ୍କ ମନରେ ଇସୋନଫିଲିଆ ବା ଇଓସିନୋଫିଲିଆକୁ ନେଇ କେତେଗୁଡ଼ିଏ ଭ୍ରାନ୍ତି ଧାରଣା ରହିଛି। ସେମାନେ ଭାବନ୍ତି ଏହା ଗୋଟିଏ ରୋଗ। ପ୍ରକୃତରେ ଏହି ଇସୋନଫିଲିଆ କ'ଣ? ଆସନ୍ତୁ ଜାଣିବା। ଆମର ରକ୍ତରେ ଯେଉଁ କୋଶିକା ଗୁଡ଼ିକ ଅଛି ସେଗୁଡ଼ିକ ଭିତରୁ ଶ୍ୱେତ ରକ୍ତ କଣିକା ବା ହ୍ୱାଇଟ୍ ବ୍ଲଡ୍ ସେଲ୍ସ ଅନ୍ୟତମ। ସେଗୁଡ଼ିକର କାମ ହେଲା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭାବରେ ବିଭିନ୍ନ ପ୍ରକାରର ଅଣୁଜୀବ ଗୁଡ଼ିକ ସହିତ ଲଢ଼େଇ କରିବା, ଶରୀରକୁ ସୁସ୍ଥ ରଖିବା। ଭାଇରସ୍, ଫଙ୍ଗସ୍, ବ୍ୟାକ୍ଟେରିଆ ଇତ୍ୟାଦି ଅଣୁଜୀବ ଗୁଡ଼ିକ ସହିତ ଫାଇଟ୍ କରିବା। ଇସୋନୋଫିଲ୍ସ ବା ଇଓସିନୋଫିଲ୍ସ ସେହି ଶ୍ୱେତ ରକ୍ତ କଣିକା ମଧ୍ୟରୁ ଗୋଟିଏ। ଏହା ମୁଖ୍ୟତଃ ବିଭିନ୍ନ ପ୍ରକାରର ପାରାସାଇଟ୍ସ, ପ୍ରୋଟୋଜୋଆ, ହେଲମିନ୍ଥସ୍, ୱର୍ମସ୍, ଟିନିଆ ଇତ୍ୟାଦି ବିରୋଧରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏହାଛଡ଼ା ଯଦି ଶରୀରରେ କୌଣସି ପ୍ରକାରର ଆଲର୍ଜିକ୍ ରିଆକ୍ସନ୍ ହେଉଛି, ଏହି ଇସୋନୋଫିଲିଆ ତାର ଇଣ୍ଡିକେଟର ଭାବରେ କାମ କରିଥାଏ। ମନେ ରଖନ୍ତୁ, ଇଓସିନୋଫିଲିଆ କୌଣସି ରୋଗ ନୁହେଁ। ଯେତେବେଳେ ଆମ ଶରୀରରେ କୌଣସି ଜାଗାରେ ରୋଗ ହୁଏ ବା କୌଣସି ଟିସ୍ୟୁ ବା ଅର୍ଗାନରେ କିଛି ଇନଫେକ୍ସନ୍ ବା ଇନଫ୍ଲେମେସନ୍ ଦେଖାଯାଏ, ସେତେବେଳେ ଇଓସିନୋଫିଲ୍ସ ନାମକ କୋଶିକା ତାର ନିଜ ସଂଖ୍ୟାକୁ ସେହି ଜାଗାରେ ବଢ଼ାଇଥାଏ। ସେହିଭଳି ଅବସ୍ଥାକୁ ଇଓସିନୋଫିଲିଆ କୁହାଯାଏ। ଇଓସିନୋଫିଲ୍ସ ଆମ ଶରୀରରେ ବୋନ୍ ମ୍ୟାରୋ ବା ଅସ୍ଥି ମଜ୍ଜା ଏବଂ ସ୍ପାଇନାଲ କର୍ଡ ବା ମେରୁଦଣ୍ଡରେ ତିଆରି ହୋଇଥାଏ। ଆମ ରକ୍ତରେ ଏହା ମୁଖ୍ୟତଃ 8 ରୁ 18 ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ ଏବଂ ତାପରେ ଅଟୋମେଟିକ୍ ମରିଯାଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ଯଦି ଶରୀରରେ କୌଣସି ସମସ୍ୟା ଅଛି, ସେହି କୋଶିକା ଗୁଡ଼ିକ ନ ମରି ଆମ ଶରୀରରେ ଅଧିକ ସକ୍ରିୟ ହୋଇଯାଇଥାନ୍ତି। ଏହିଭଳି ଅବସ୍ଥାକୁ ଇଓସିନୋଫିଲିଆ ବା ଇସୋନଫିଲିଆ କୁହାଯାଏ। ଇସୋନଫିଲ୍ସ ଗୁଡ଼ିକର ନର୍ମାଲ ରେଞ୍ଜ 30 ରୁ 350 ସେଲ୍ ପର୍ ମାଇକ୍ରୋ ଲିଟର ଅଫ୍ ବ୍ଲଡ୍ ବା ବର୍ତ୍ତମାନ କେତେଗୁଡ଼ିଏ ବ୍ଲଡ୍ ଟେଷ୍ଟ ରିପୋର୍ଟରେ 1 ରୁ 6% ବୋଲି ହିସାବ କରାଯାଏ। ଯଦି ହାଇପର ଇଓସିନୋଫିଲିଆ ହେଉଛି, ତାହେଲେ ସେହି କଣ୍ଡିସନରେ ସେହି ଇଓସିନୋଫିଲ୍ସର ସେଲ୍ସ ଗୁଡ଼ିକ ସଂଖ୍ୟା 500 ରୁ 1500 ପର୍ ମାଇକ୍ରୋଲିଟର ଅଫ୍ ବ୍ଲଡ୍ ହୋଇଯାଇଥାଏ। ଏହାକୁ ଜାଣିବା ପାଇଁ ସାଧାରଣତଃ କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟ, ଆବସୋଲ୍ୟୁଟ୍ ଇଓସିନୋଫିଲ୍ କାଉଣ୍ଟ, ସେରମ୍ ଟେଷ୍ଟ ଏବଂ ମଳମୂତ୍ର ପରୀକ୍ଷା ଇତ୍ୟାଦି କରାଯାଇଥାଏ। ଇଓସିନୋଫିଲ୍ସ ବଢ଼ିବାର କାରଣ କ'ଣ? କେତେଜଣ ବ୍ୟକ୍ତି କୁହନ୍ତି ମୋର ଇସୋନଫିଲିଆ ହେଇଛି, କିନ୍ତୁ ପ୍ରକୃତରେ ଇସୋନଫିଲିଆ ନିଜେ ଗୋଟିଏ ରୋଗ ନୁହେଁ। ଅନ୍ୟ କୌଣସି ରୋଗ ମୂଳ କାରଣ ରୂପେ ଶରୀରରେ ଥାଏ। ସେଥିପାଇଁ ଇସୋନଫିଲ୍ସର ସଂଖ୍ୟା ବଢ଼ିବା ଇଣ୍ଡିକେଟ୍ ହୁଏ। ପାରାସାଇଟ୍ ଇନଫେକ୍ସନ୍, ଉଦାହରଣ ସ୍ୱରୂପ ଫାଇଲେରିଆସିସ୍, କୌଣସି ଔଷଧର ରିଆକ୍ସନ୍ ଯେମିତିକି ଆଣ୍ଟିବାୟୋଟିକ୍, ଆସ୍ଥମା ଓ କ୍ୟାନ୍ସର, ଏହିଭଳି କେତୋଟି କଣ୍ଡିସନ୍ ଯଦି ଶରୀରରେ ଅଛି, ତାହେଲେ ସମ୍ଭାବନା ଥାଏ ଇଓସିନୋଫିଲିଆ ହେବାର। ଯଦି ଆପଣଙ୍କ ଶରୀରରେ କୌଣସି କାରଣରୁ ଇଓସିନୋଫିଲ୍ସ ବଢ଼ିଯାଇଛନ୍ତି, କେତେଗୁଡ଼ିଏ ଲକ୍ଷଣ ବା ରୋଗ ଆପଣମାନେ ଲକ୍ଷ୍ୟ କରିପାରିବେ। ଏହାର ସମ୍ଭାବନା ଥାଏ, ଯେମିତିକି ଶ୍ୱାସତନ୍ତ୍ରରେ ସମସ୍ୟା, କାଶ, ଛିଙ୍କ, ମୁଣ୍ଡ ବ୍ୟଥା, ନାକରୁ ପାଣି ବୋହିବା, ଆସ୍ଥମା, ମୁହଁ ଫୁଲା ରହିବା ଇତ୍ୟାଦି କଫ ବିକୃତି। ଆଲର୍ଜି ବା ଚର୍ମରେ ଲାଲ ଲାଲ ଫଳିଯିବା, କୁଣ୍ଡେଇ ହେବା, ଏହା ମଧ୍ୟ ଇଓସିନୋଫିଲିଆ ହେବାର ଗୋଟିଏ ଲକ୍ଷଣ। ବାରମ୍ବାର ପେଟ ଖରାପ ହେବା, ଝାଡ଼ାରେ ଲାଳ ରକ୍ତ ଇତ୍ୟାଦି ବାହାରିବା, ଦେହରେ ଖାଦ୍ୟ ନ ଲାଗିବା। ଏହାଛଡ଼ା ଶରୀରରେ ଚାରିଆଡ଼େ ଥିବା ଲିମ୍ଫ ନୋଡ୍ସ ଗୁଡ଼ିକ ଇନଫେକ୍ସନ୍ ହେବା,
ଦରଜ ହେବା, ଘୋଳା ବିନ୍ଧା ହେବା, ବିନା କାରଣରେ ଓଜନ କ୍ଷୟ ହେବା, ରାତିରେ ହଠାତ୍ ଝାଳ ବାହାରିବା, ହାଡ଼ରେ ଦରଜ ହେବା ଓ ହାଡ଼ ଦୁର୍ବଳ ହୋଇଯିବା ଏବଂ ସ୍ନାୟବିକ ଦୁର୍ବଳତା, ହାତ ଗୋଡ଼ ଇତ୍ୟାଦି ଝିମଝିମ ହେବା। ଯଦି ବାରମ୍ବାର ଏହି ସବୁ ସମସ୍ୟା ଲାଗି ରହୁଛି ତାହେଲେ ସମ୍ଭାବନା ଥାଏ ଯେ ଆପଣଙ୍କ ଶରୀରରେ ଇଓସିନୋଫିଲ୍ସର ବିକୃତି ହେଇଛି। ପୁଣି ଥରେ କହି ରଖୁଛି ଯେ ଇଓସିନୋଫିଲିଆ ଗୋଟିଏ ରୋଗ ନୁହେଁ, ଅନ୍ୟ କୌଣସି ରୋଗ ବା ସମସ୍ୟା ଯୋଗୁଁ ଏହାର ସଂଖ୍ୟା ବଢ଼ିଯାଇଥାଏ। ତେଣୁ କେତେଗୁଡ଼ିଏ ହୋମିଓପାଥିକ, ଆୟୁର୍ବେଦିକ ବା ପ୍ରାକୃତିକ ଉପଚାର ଶରୀରର ମୂଳ ରୋଗକୁ ଠିକ୍ କରିବା ପାଇଁ ଆପଣମାନେ ବ୍ୟବହାର କରିପାରିବେ। ହୋମିଓପାଥିରେ ଆଲିୟମ୍ ସେପା, ବ୍ରାୟୋନିଆ, ସାମ୍ବ୍ୟୁକସ୍, ହେପାରସଲ୍ଫ, ଆର୍ସେନିକ୍ ଆଲବମ୍ ଇତ୍ୟାଦି ମେଡିସିନ ଉପଯୁକ୍ତ ହୋମିଓପାଥି ଚିକିତ୍ସକଙ୍କର ପରାମର୍ଶରେ ଆପଣମାନେ ସେବନ କରିପାରିବେ। ଡାଇରେକ୍ଟଲି ଏଗୁଡ଼ିକ ଶରୀରରେ ଥିବା କୌଣସି ଦୁର୍ବଳ ଅଙ୍ଗ ବା ରୋଗକୁ ଠିକ୍ କରିବ ଏବଂ ଅଟୋମେଟିକାଲି ଆପଣଙ୍କର ଇଓସିନୋଫିଲ୍ କାଉଣ୍ଟ ନର୍ମାଲ ହେବ। ଏହା ଗୋଟିଏ କଫ ଜାତୀୟ ବିକୃତି ହୋଇଥିବାରୁ ଆପଣମାନେ ପ୍ରାକୃତିକ ଜିନିଷ ଯେମିତିକି ତୁଳସୀ, ହଳଦୀ, ମୁଲେଠି, ପିଆଜ, ରସୁଣ, ମହୁ, ଘିଅ, ତ୍ରିଫଳା, ତ୍ରିକଟୁ ଏବଂ ଭିଟାମିନ୍ ସି ଥିବା ଖାଦ୍ୟ ଅଧିକ ସେବନ କଲେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ଇଓସିନୋଫିଲ୍ କାଉଣ୍ଟ ନର୍ମାଲ ହେଇଯିବ। ଯେଉଁମାନଙ୍କର ଇଓସିନୋଫିଲ୍ସ କାଉଣ୍ଟ ବଢ଼ିକି ରହୁଛି ସେମାନେ କେତେଗୁଡ଼ିଏ ସାବଧାନତା ବା ସତର୍କତା ଅବଲମ୍ବନ କରିବେ। ମୁଖ୍ୟତଃ ଏହି 6 ପ୍ରକାର ଖାଦ୍ୟ ନ ଖାଇବା ପାଇଁ ଚେଷ୍ଟା କରିବେ। ଗହମଜାତ ଖାଦ୍ୟ, ଦୁଗ୍ଧଜାତ ଖାଦ୍ୟ, ଅଣ୍ଡା, ସୋୟାବିନ୍, ବାଦାମ ଓ ମାଛ। ଭଗବାନ ଆମ ଶରୀର ଭିତରେ ଏମିତି କିଛି ଜିନିଷ ଦେଇଛନ୍ତି ଯେଉଁଗୁଡ଼ିକ ରୋଗ ବିରୋଧରେ ସ୍ୱୟଂ ଲଢ଼େଇ କରିବେ ଏବଂ ଆମ ଶରୀରକୁ ସୁସ୍ଥ ରଖିବେ। ସେଥିପାଇଁ ଆବଶ୍ୟକ ଖାଦ୍ୟ ଓ ଔଷଧ ସେବନ କରନ୍ତୁ। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ।